17/10/2022 ମସିହାରେ ନରସିଂହପୁର ବ୍ଲକକୁ ଆରଟିଆଇ ତଥ୍ୟ ମାଗିଥିଲି। ଜୟମଳ ପଞ୍ଚାୟତର ସ୍ୱପ୍ନେଶ୍ୱରୀ ବିଦ୍ୟାପୀଠ ଘୋରାଡିଆରେ ଦୁଇଟି କାର୍ଯ୍ୟ ହେଉଥିଲା, ସ୍କୁଲ ଘର ନିର୍ମାଣ କାର୍ଯ୍ୟ। ଯେ ସେ ମୋତେ 30 ଦିନ ଭିତରେ ତଥ୍ୟ ଦେଇନଥିଲେ। ମୁଁ ସୂଚନା କମିଶନର ଦ୍ୱାରସ୍ଥ ହୋଇଥିଲି। ସୂଚନା କମିଶନର ସୁଶାନ୍ତ ମହାନ୍ତି 20 ଜୁନ 2025 ମସିହାରେ ଏହି ଦୁଇଟି କେସ୍, ଗୋଟେ କମ୍ପ୍ଲେନ୍ କେସ୍ ହେଉଛି 168/23 ଓ 169/23 ର କେସ୍ର ଶୁଣାଣି କରି ସେହି ସମୟରେ କାର୍ଯ୍ୟରେ ଥିବା ପିଓ ଆଣ୍ଡ ଜେଇ ଲିଙ୍ଗରାଜ ରାଉତରାୟ ଜେଇ, ଅଭେଦ ରାଉତରାୟ ପିଓ ଏମାନେ ତଥ୍ୟ ଦେଇନଥିଲେ ଓ କୌଣସି ପ୍ରକାର ତଥ୍ୟ ଏମାନେ ଦେଖାଇ ପାରିନଥିଲେ। ବାରମ୍ବାର ଚିଠି କରିବା ପରେ ଏମାନେ ତଥ୍ୟ ଦେଖାଇ ପାରିନଥିଲେ ବା କୌଣସି ତଥ୍ୟ ତାଙ୍କ ପାଖରେ ନାହିଁ। ସୂଚନା କମିଶନ କ୍ଷୁବ୍ଧ ପ୍ରକାଶ କରି ଅର୍ଡର କଲେ ଯେ ଉଭୟ 10,000 ଲିଙ୍ଗରାଜ ରାଉତରାୟ ଜେଇ ଓ ପିଓ ଅଭେଦ ରାଉତରାୟ 10,000 ଫାଇନ୍ ଦେବେ, ଉଭୟ 20,000 ଫାଇନ୍ ଦେବେ। ଚିଠି ବିଡିଓଙ୍କୁ ଅର୍ଡର ଦେଇଛନ୍ତି। ଚିଠି ପାଇବାର ମାସେ ଭିତରେ ଯଦି ଏମାନେ ଟ୍ରେଜେରୀ ଦ୍ୱାରା ପଇସା ପଇଠ ନ କରନ୍ତି ତାଙ୍କ ଆକାଉଣ୍ଟରୁ କିସ୍ତି ଅନୁସାରେ 5,000 ଲାଖେ ମାସକୁ କଟିବା ପାଇଁ ବିଡିଓଙ୍କୁ ଅର୍ଡର ଦେଇଛନ୍ତି। ନରସିଂହପୁର ବ୍ଲକର ବିଡିଓଙ୍କୁ ଅର୍ଡର ଦେଇଛନ୍ତି ସୂଚନା କମିଶନ।